ସାଗରରେ ଅବପାତ ରୂପ ନେଲା ଲଘୁଚାପ। ବଙ୍ଗୋପସାଗରରେ ଅବପାତ ରୂପ ନେଇଛି ସଦୃଶ୍ୟ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି। ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ମୁହାଣ ହୋଇ ମଧ୍ୟରାତ୍ରିରେ ଉପକୂଳ ଅତିକ୍ରମ କରିବ। ମଧ୍ୟରାତ୍ରିରେ ଉତ୍ତର ଆନ୍ଧ୍ର ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଅତିକ୍ରମ କରିବ। ଅବପାତଟି କଳିଙ୍ଗପଟନମଠାରୁ 80 କିଲୋମିଟର ଓ ଗୋପାଳପୁରଠାରୁ 180 କିଲୋମିଟର ଦୂରରେ ରହିଛି। ଅନ୍ୟପକ୍ଷରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆଜି ବି କିଛି ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, ଗଜପତି ଓ ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଖବର ସୁଭଦ୍ରା ଯୋଜନା ଟୋଲ୍ ଫ୍ରି ନମ୍ବର ଜାରି। ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି। ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ସେମାନଙ୍କ ଆର୍ଥିକ ସ୍ୱାଧୀନତା ତଥା ଡିଜିଟାଲ ଆର୍ଥିକ ସାକ୍ଷରତାକୁ ପ୍ରୋତ୍ସାହିତ କରି ଏହି ଯୋଜନାର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ସୁଭଦ୍ରା ଯୋଜନାର ମାର୍ଗଦର୍ଶିକା ପାଇଁ ଟୋଲ୍ ଫ୍ରି ନମ୍ବର ଜାରି ହୋଇଛି। ସୁଭଦ୍ରା ଯୋଜନାର ଟୋଲ୍ ଫ୍ରି ନମ୍ବର ହେଉଛି 14678। ମହିଳା ଓ ଶିଶୁ ବିଭାଗ ପକ୍ଷରୁ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି। ମୋବିକେ ଆଉଟସୋର୍ସିଂ ସଂସ୍ଥାରେ ମହିଳା ବି କରିପାରିବେ ଆବେଦନ। ଏହି ନମ୍ବରଟି ସକାଳ 6ଟାରୁ ରାତି 10ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ। ଏହି ସମୟସୀମା ମଧ୍ୟରେ ଯେକୌଣସି ବ୍ୟକ୍ତି ଏହି ଟୋଲ୍ ଫ୍ରି ନମ୍ବରରେ କଲ୍ କରି ସୁଭଦ୍ରା ଯୋଜନା ଅନ୍ତର୍ଗତ ସମସ୍ତ ତଥ୍ୟ ପାଇପାରିବେ। ଖବର ସର୍ବନିମ୍ନ ସ୍ତରରେ ଦେଶର ଜିଡିପି। ଚଳିତ ଆର୍ଥିକ ବର୍ଷର ପ୍ରଥମ 3 ମାସରେ ଭାରତର ଜିଡିପି ଅଭିବୃଦ୍ଧି 6.7%କୁ ଖସି ଆସିଛି। ଏହା ଗତ 15 ମାସ ମଧ୍ୟରେ ସର୍ବନିମ୍ନ ଅଭିବୃଦ୍ଧି। 2022 ଓ 2023 ଆର୍ଥିକ ବର୍ଷର ପ୍ରଥମ 3 ମାସର ଜିଡିପି ଅଭିବୃଦ୍ଧି ହାର 8.2% ଥିଲା। ଉଭୟ କୃଷି ଓ ସର୍ଭିସ ସେକ୍ଟରରେ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ଜିଡିପି ଅଭିବୃଦ୍ଧିକୁ ଝଟକା ଲାଗିଛି। ଭାରତ ସରକାରଙ୍କ ତଥ୍ୟ ଅନୁଯାୟୀ 2022-2023 ଆର୍ଥିକ ବର୍ଷର ପ୍ରଥମ 3 ମାସ ତୁଳନାରେ 2024 ଓ 25 ଆର୍ଥିକ ବର୍ଷର ପ୍ରଥମ 3 ମାସରେ କୃଷି କ୍ଷେତ୍ରରେ ଜିଭିଏ ଅଭିବୃଦ୍ଧି 3.7%ରୁ 2%କୁ ହ୍ରାସ ପାଇଛି। ଆର୍ଥିକ ରିଏଲ ଇଷ୍ଟେଟ୍ ଏବଂ ବୃତ୍ତିଗତ ସର୍ଭିସ ସେକ୍ଟରରେ ଜିଭିଏ ଅଭିବୃଦ୍ଧି 2022-23 ଆର୍ଥିକ ବର୍ଷର ପ୍ରଥମ 3 ମାସ ତୁଳନାରେ 2024-25 ଆର୍ଥିକ ବର୍ଷର ପ୍ରଥମ 3 ମାସରେ 12.6%କୁ 7.1%କୁ ହ୍ରାସ ପାଇଛି। ଖବର ବନ୍ଦ ହେଲା ନବୀନ ସରକାରଙ୍କ ନୂଆ ଓ ଯୋଜନା। ବନ୍ଦ ହେଲା ନବୀନ ସରକାରଙ୍କ ନୂଆ ଓ କାର୍ଯ୍ୟକ୍ରମ ବନ୍ଦ କଲେ ମୋହନ ସରକାର। ଆରମ୍ଭ ହେବ ଫାଇନାନ୍ସିଆଲ ଆସିଷ୍ଟାଣ୍ଟ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟସ୍। ସରକାର ଚଳିତ ବର୍ଷଠାରୁ ଏହି ନୂଆ ଯୋଜନା ପ୍ରଣୟନ କରିବେ। ଯୋଜନାର ନିର୍ଦ୍ଦେଶାବଳୀ ପ୍ରସ୍ତୁତି କାର୍ଯ୍ୟ ଚାଲିଥିବା କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ। ଏଣିକି ସରକାର ପିଜି ଓ ୟୁଜି ପିଲାଙ୍କୁ ନୂଆ ସ୍କିମ୍ ଯୋଗାଇ ଦେବେ। ଫାଇନାନ୍ସିଆଲ ଆସିଷ୍ଟାଣ୍ଟ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟସ୍ ସ୍କିମ୍ ଆରମ୍ଭ କରିବେ ମୋହନ ସରକାର। ମୋହନ ସରକାର ଚଳିତ ବର୍ଷଠାରୁ ଏହି ନୂଆ ଯୋଜନା ପ୍ରଣୟନ କରିବାକୁ ଯାଉଛନ୍ତି। ଯୋଜନାର ନିର୍ଦ୍ଦେଶାବଳୀ ପ୍ରସ୍ତୁତି ନେଇ କାର୍ଯ୍ୟ ଚାଲିଥିବା ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ଖବର ଗ୍ରାହକଙ୍କୁ ବଡ଼ ଉପହାର ଦେବ ଏସ୍ବିଆଇ। ସରକାରୀ କ୍ଷେତ୍ରରେ ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ତା'ର ଅଗଣିତ ଗ୍ରାହକଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛି। ଏହାଦ୍ୱାରା ଗ୍ରାହକମାନେ ବିଶେଷ ଭାବେ ଉପକୃତ ହେବେ। ବ୍ୟାଙ୍କର ଯୋଜନା ବାବଦରେ ନୂଆ ଅଧ୍ୟକ୍ଷ ସିଏସ୍ ସେଠି ସୂଚନା ଦେଇଛନ୍ତି। ବ୍ୟାଙ୍କିଂ ସିଷ୍ଟମରେ ଡିପୋଜିଟ୍ ବୃଦ୍ଧି ପାଇଁ ଆହୁରି କିଛି ଦିନ ଚାପ ଜାରି ରହିବା ନେଇ ଅନୁମାନ କରାଯାଇଛି। ଡିପୋଜିଟ୍ ସଂଗ୍ରହ ପାଇଁ ବ୍ୟାଙ୍କ ସୁଧ ହାରରେ ପ୍ରତିଦ୍ୱନ୍ଦ୍ୱିତା କରିବ ନାହିଁ। ଏହା ବଦଳରେ ବ୍ୟାଙ୍କ ଡିପୋଜିଟ୍ ଅଭିବୃଦ୍ଧି ପାଇଁ ନିଜର ଗ୍ରାହକଙ୍କ ସେବା ଓ ବ୍ୟାପକ ନେଟୱାର୍କ ଉପରେ ଜୋର ଦେବ ବୋଲି ଶ୍ରୀ ସେଠି କହିଛନ୍ତି।